ଥରେ ଗୋଟିଏ ଜଙ୍ଗଲରେ ଏକ ଚିଲ ଗୋटे ଚକୋଲେଟ ଦୋକାନ ଦେଇଥିଲା। ସେ ଜଙ୍ଗଲରେ ଆଉ ଚକୋଲେଟ ଦୋକାନ ନଥିବାରୁ ସମସ୍ତେ ଚିଲ ପାଖରୁ ହିଁ ଚକୋଲେଟ କିଣୁଥିଲେ। ଚିଲର ଚକୋଲେଟ ଦୋକାନରେ ଗୋटे ଗରିବ ମା ଚଢ଼ି କାମ କରୁଥିଲା। ମାରି, ମୁଁ ଏବେ କାମକୁ ଯାଉଛି, ତୁ ଖେଳିବା ପାଇଁ ବେଶୀ ଦୂରକୁ ଯିବୁନି, ଘର ପାଖରେ ହିଁ ଖେଳୁଥିବୁ। କିରେ ଚଢ଼େଇ, ତୋର କ'ଣ କାମ କରିବାକୁ ଇଚ୍ଛା ନାହିଁ? ନଥିଲେ କହିଦେ, ମୁଁ ଆଉ ଜଣକୁ କାମରେ ରଖିନେବି। ନା ଚିଲ ଦିଦି, ମୁଁ କାମ ନ କଲେ ମୋ ଘର କେମିତି ଚଳିବ? ତାହେଲେ ଆଜି 2 ମିନିଟ୍ ଲେଟ୍ କରି କାହିଁକି ଆସିଲୁ? ଆଉ ଯଦି ଦିନେ ଲେଟ୍ ଆସିବୁ, ମୁଁ ତତେ ମୋ ଦୋକାନରେ ପଶିବାକୁ ଦେବିନି। ଠିକ୍ ଅଛି ଚିଲ ଦିଦି, ମୁଁ ଆଉ କେବେ ବି ଡେରି କରିବିନି। ତାପରେ ମା ଚଢ଼େଇ ତା କାମ କଲା। ତାର କାମ ଥିଲା ଚକୋଲେଟ ବାକ୍ସକୁ ଭଲ ଭାବରେ ଗୋଟେ ଜାଗାରେ ସାଇତି ରଖିବା। ଦିନେ ସେ ନ ଖାଇ କାମକୁ ଚାଲି ଆସିଥିଲା। ସେଥିପାଇଁ ତା ଝିଅ ଟିଫିନ୍ ଧରି ତା ପାଖକୁ ଆସିଲା। ମା! ଆରେ କୁନି, ତୁ ଏଠାକୁ କାହିଁକି ଆସିଲୁ? ମା, ତୁମେ ଆଜି ଖାଇବା ନ ଖାଇ କାମକୁ ଚାଲି ଆସିଥିଲ, ସେଥିପାଇଁ ଜେଜେମା ଟିଫିନରେ ଖାଇବା ପଠେଇଛନ୍ତି। ଚିଲ ଦିଦି, ମୋ ଝିଅ ଖାଇବା ଆଣିଛି, ମତେ ଯଦି ଅନୁମତି ଦିଅନ୍ତ, ମୁଁ ଖାଇବା ଖାଇ ନିଅନ୍ତି। ଦିନେ ନ ଖାଇଥିଲେ ତୁ କ'ଣ ମରିଯାଇଥାନ୍ତୁ? ସବୁବେଳେ ଖାଲି ସମୟ ନଷ୍ଟ କରିବ। ଯା, ଶୀଘ୍ର ଖାଇ କାମ କରିବୁ। ମା, ଏଠି ତ ଅନେକ ଚକୋଲେଟ ଅଛି, ମତେ ଗୋଟେ ଚକୋଲେଟ ଖାଇବାକୁ ଦିଅ ନା। ନାଇଁ ରେ ମା, এই ଚକୋଲେଟ ଆମ ପାଇଁ ନୁହଁ। ମା, ମୁଁ ବେଶୀ ଚକୋଲେଟ ମାଗୁନି, କେବଳ ଗୋଟେ ଚକୋଲେଟ ଦିଅ ନା। ମତେ ଚକୋଲେଟ ଖାଇବାକୁ ଭାରି ଭଲ ଲାଗେ। ଭଲ ଲାଗେ ବୋଲି କ'ଣ ମୁଁ ତତେ ଚକୋଲେଟ ଦେବି ଭାବୁଛୁ? ମୋ ଚକୋଲେଟ ପାଖରୁ ଦୂରେଇକି ରହ। ମା କୁନି, ତୁ ଏବେ ଘରକୁ ଯା, ମୁଁ ଦରମା ପାଇଲେ ତୋ ପାଇଁ ଚକୋଲେଟ କିଣିଦେବି। ଏଇ ଚକୋଲେଟ ହିଁ କିଣିଦେବି। କାଇଁ ମିଛ କଥା ତୁ ତ ଝିଅକୁ କହୁଛୁ? এই ଚକୋଲେଟର ଦାମ କେତେ ଜାଣିଛୁ? এই ଚକୋଲେଟର ଦାମରେ ତୁ 3-4 ଦିନ ଚଳିଯିବୁ। ଆଉ ବେଶୀ କଥା ନ କହି ଯା, ଶୀଘ୍ର କାମ କରିବୁ। এই ଚଢ଼େଇ ଛୁଆ, ତୁ କାଇଁ ଛିଡ଼ା ରହିଲୁ? ଯା ଏଠୁ, ଆଉ ଦିନେ ବି ମୋ ଦୋକାନକୁ ଆସିବୁନି। ଚିଲର କଥା ଶୁଣି ଚଢ଼େଇ ଛୁଆର ମନ ଦୁଃଖ ହେଇଗଲା। ସେ ଘରକୁ ଫେରି ଆସିଲା। ଏହିପରି କିଛି ଦିନ ବିତିଗଲା। ମା ଚଢ଼େଇର ଦରମା ପାଇବା ସମୟ ହେଇଗଲା। ଚିଲ ଦିଦି, ଆଜି ତ 1 ତାରିଖ ହେଇଗଲା, ମତେ ଯଦି ମୋ ଦରମା ଦିଅନ୍ତ ବଡ଼ ଉପକାର ହୁଅନ୍ତା। ମୋ ଘରେ କିଛି ବି ସଉଦା ନାହିଁ, ମୁଁ ଆଜି ଘର ପାଇଁ ସଉଦା କିଣନ୍ତି। ଦରମା ନେବା ସମୟରେ ତ ତୁ ଠିକ୍ ସମୟରେ ଆସି ଯାଉଛୁ, କାମ ସମୟରେ କେବଳ ଢିଲା ମାରୁଛୁ। ଏଇ ନେ ତୋ ଦରମା ଟଙ୍କା। ଚିଲ ଦିଦି, ତୁମେ ପ୍ରତି ମାସ ମତେ 6000 ଟଙ୍କା ଦିଅ, ହେଲେ ଆଜି 4000 ଟଙ୍କା କାହିଁକି ଦେଇଛ? ଏଇ ମାସ ତୁ 2 ଦିନ 2 ମିନିଟ୍ ଲେଟ୍ ଆସିଥିଲୁ, ସେଥିପାଇଁ ମୁଁ ତ ଦରମାରୁ 2000 ଟଙ୍କା କାଟି ଦେଇଛି। ନା ନା ଚିଲ ଦିଦି, ଏମିତି କରନ୍ତୁନି, ମୁଁ ଆଉ କେବେ ବି ଡେରି ଆସିବିନି, ଦୟାକରି ମୋ ଦରମା କାଟନ୍ତୁନି। ଏଇ ବେଶୀ ପାଟି କରିବୁନି, ଯେତିକି ଟଙ୍କା ଦେଇଛି ନେବୁ ତ ନେ, ନହେଲେ ମୋ କାମରୁ ବାହାରି ଯା। ମା ଚଢ଼େଇ ଆଉ କିଛି ନ କହି ସେଠାରୁ ଚାଲିଗଲା। ସେ ବଜାରରୁ ସଉଦା କିଣି ଘରକୁ ଫେରିଲା। ମା, ଆସିଗଲ, ତୁମେ ସଉଦା ଆଣିଛ ମା? ତା ମାନେ ତୁମେ ଦରମା ପାଇଛ, ମୋ ପାଇଁ ସେ ଚକୋଲେଟ ଆଣିଛ ମା? ନାଇଁ ରେ ମା, ମୁଁ ଆଜି ବି ସେ ଚକୋଲେଟ ଆଣି ପାରିଲିନି, ସବୁ ଟଙ୍କା ସଉଦା କିଣିବାରେ ହିଁ ସରିଗଲା। ଆଣିନ? ଚକୋଲେଟ ନ କିଣିବାରୁ ସେଦିନରୁ ମୋ ଝିଅ ମନ ଦୁଃଖ କରି ବସିଛି। ଚକୋଲେଟ କିଣିବାକୁ ବି ମୋ ପାଖରେ ଆଉ ଟଙ୍କା ନାହିଁ। ଏବେ କ'ଣ କରିବି? ଆଖ ପାଖରେ ତ କେହି ବି ଦେଖା ଯାଉନାହାନ୍ତି। ମୁଁ ଗୋଟେ ଚକୋଲେଟ ମୋ ପାଖରେ ରଖିନିଏ, ଘରକୁ ଯିବା ସମୟରେ ନେଇଯିବି। ମା ଚଢ଼େଇ ଯେମିତି ଏକ ଚକୋଲେଟ ଧରିଲା, ଚିଲ ସେଠାକୁ ଚାଲି ଆସିଲା। ଚୋର କୋଉଠିକାର? ଆଜି ତାହେଲେ ତୁ ଧରା ପଡ଼ିଲୁ। ମୋର ତ ତୋ ଉପରେ ଆଗରୁ ସନ୍ଦେହ ହେଉଥିଲା, କେଜାଣି ଆଗରୁ ଆହୁରି କେତେ ଚକୋଲେଟ ଚୋରି କରିଥିବୁ। ନା ନା ଚିଲ ଦିଦି, ମୁଁ କେବେ ବି ଚୋରି କରିନି, ତୁମେ ମତେ ଭୁଲ ବୁଝୁଛ। ମୁଁ କିଛି ବି ଭୁଲ ବୁଝିନି। ଯା, ବାହାରି ଯା ମୋ ଦୋକାନରୁ, ଆଉ ଦିନେ ବି ମୋ ଦୋକାନକୁ ଆସିବୁନି। ନା ନା, ମତେ କାମରୁ ବାହାର କରନି ଚିଲ ଦିଦି। ଚିଲ ତାର କିଛି କଥା ନ ଶୁଣି ମା ଚଢ଼େଇକୁ ଜୋରେ ଧକ୍କା ଦେଲା। ମା ଚଢ଼େଇର ମୁଣ୍ଡ ଫାଟିଗଲା। ସେ ସେଇ ଅବସ୍ଥାରେ ହିଁ ଘରକୁ ଫେରି ଆସିଲା। ସେ ସମସ୍ତଙ୍କୁ ତା କାମ ଚାଲିଯିବା କଥା କହିଲା। ସବୁ ଶୁଣିଲା ପରେ ଛୋଟ କୁନିର ମନ ଭାରି ଦୁଃଖ ହେଇଗଲା। ସବୁ ଭୁଲ ମୋର, ଆଜି ମୋ ପାଇଁ ମୋ ମାର କାମ ଚାଲିଗଲା। ଚଢ଼େଇ ଛୁଆ ଏପରି କହି କହି କାନ୍ଦୁଥିଲା। ହଠାତ୍ ତା ସାମ୍ନାକୁ ଏକ ପରୀ ଚାଲି ଆସିଲା। କାନି ଛୋଟ ଝିଅ, ଜମା ବି କାନି, ସବୁ କିଛି ଠିକ୍ ହେଇଯିବ। କିଏ କିଏ ତୁମେ? ମୋ ପାଖକୁ କେମିତି ଆସିଲ? ମୁଁ ହେଉଛି ଏକ ଚଢ଼େଇ ପରୀ। ମୁଁ ଏ ଗଛରେ ରୁହେ।
बेले बेले मु तुम घर को बुलिया पे जाए एक कथा तमे माने जानि पारनी हेले आज तो मां सह जहा भी हेला ता सुनी मते भारी खराब लागिला सब मो पई हेची तू निज को आउ दोष देनी मु तम मान को सहायता करिबी एई ने एमिति कहि से परी कुनी को एक चॉकलेट घर देला एक एटा तो गोटे चॉकलेट घर हां आज ठो ए चॉकलेट घर तोर ए घर भितरी अनेक अनेक चॉकलेट अछि आज ठो तू ए घर तिबा चॉकलेट खाइबो आउ त मां को कहिबो एक चॉकलेट दुकान दे ए घर चॉकलेट नै बिक्री करिया पई ए घर चॉकलेट केबे भी सारिबनी जेबे भी तार चॉकलेट दरकार हेबो तू कहिबो चॉकलेट घर प्रकट हुआ मन जानी आदेश करूची मो परी रानी ए मंत्र कहिला परी चॉकलेट घर त सामना बसिबो आउ तू से घर भीतर को जाई परिबो तापरी परी सेठरो चली गला कुनी खुशी रे घर को आसी ता मां को सब कथा कहिला सब सुनी मां चढ़े भी खुशी हे गला से एक दुकान दे चॉकलेट बिक्री कला कुनी प्रतिदिन से चॉकलेट घरो किछि चॉकलेट ता सांग मानक पई नेउथिला चिक्की एनी मु आज तो पई आ एक अलग प्रकार रे चॉकलेट आइछि खाइ के कहिलो केमिति लागुछि बा कोनी तो चॉकलेट सब भारी मीठा अच्छा तो सब दिन एते चॉकलेट को खाउछु तो मां कोन चॉकलेट फैक्ट्री दे जंदी ना ना ए सब चॉकलेट मु चॉकलेट घर आइछि परी रानी मते चॉकलेट घर दे जंदी कोनी थिला भारी सरल से काउ छुआ को ता चॉकलेट घर कथा कहि देला आउ ताकू नै ता चॉकलेट घर भी देखैला सब जानला परी काउ छुआ घर को फेरी आसिला आउ तार बापा मां को सब कथा कहि देला अच्छा अच्छा एपे बुझिली चढ़ी केमिति चॉकलेट दुकान दे एते सारा चॉकलेट बिक्री करछि कोन हैला तुमे एमिति चुप रहि गला छी कोन एते भाबुछ भाबुची आमे जदी से चॉकलेट घर चॉकलेट चोरी करि पारंते सहर रे चॉकलेट बिक्री करी खूब सारा टंका रोजगार करि पारंते तुमे एकदम ठीक कथा रे कहिछ आमे आज ही चोरी करिबा हेले आमे से चॉकलेट घरे केमिति बसिबा मु जाने मां से चॉकलेट घरे आमे केमिति बसिबा कोनी मते से मंत्र सिखि देछि से दिन राति रे ही से तीन जण चॉकलेट चोरी करिबा को गले अरे तू हमको एक को जगह को नहीं आसिलु रुह बापा मु एबे से चॉकलेट घर को डाकुची चॉकलेट घर प्रकट हुआ मन जाई आदेश करूची मो परी रानी अरे वाह ये की चमत्कार चलो चलो भीतर को छिपा बा मां एठी केते चॉकलेट अछि मु आवे घर छिपिनी बेसी लोभ करनी शीघ्र शीघ्र बस्ता रे चॉकलेट भर्ती कर जेमिति गाँव माने चॉकलेट धरिले सब चॉकलेट नाठी हे सेमानको अनेक पिटिले सेमानको पाटी सुनी परी आ मां चढ़ी सेठा बसिले एक तमे माने मो घर पछपटे कोन करूछ ए माने चॉकलेट चोरी करबा को आसीथिले हे जाई नथिले एटा गोटे जादुर चॉकलेट घर एठारु केही भी चॉकलेट चोरी करी नै पारिबेनी चिक्की मु तते मो भलो संग भाबे चॉकलेट घर विषय सब कथा कहिथिले तोर जदी चॉकलेट दरकार थिला मते मागी थांतु चोरी काहे के करूथिलु तो भई एक स्वार्थपर संग मोर दरकार नहीं मु आ दिने भी दोस्त संग हेबिनी जा चली जा एठो आ दिने भी मो सामने बसिबुनी अनेक दूर एक जंगल रे कुनी आ मुनी नाम रे दुईटी अनाथ चढ़ई भणी रहउथिले तांका बापा मां को मृत्यु परी से माने बहुत कष्ट रे खाଇବା जगाड़ करूथिले हेले तांकर पूर्व पुरुष माने बहुत धनी थिले से माने निजर सब धन संपत्ति माटी तळे थिबा एक सुना घर जमा करी रखिथिले से सुना घर ठिकाना से माने एक कागज रे लिखि गोटे सिंधुक भितर रखि देथिले दिने मुन्नी तांका पुराना घर सफा करू करू से कागज को पाई गला जो कागज रे सुना घर ठिकाना लिखा जाइथिला मुन्नी मन रे लोभ आसिला से ठिकाना खोजिबा को बहुत चेष्टा कला हेले पाइलानी अनेक दिन हे गला ए कागज रे लिखा थिबा ठिकाना को मु खोजुची हेले पाउनी के जानी कोठी अछि से सुना घर जाय आज भी आउथरे सुना घर को खोजी देखे एमिति चिंता करी मुन्नी जंगल रे बुली बुली से ठिकाना खोजिला
ହେଲେ ପାଇଲାନି। ଶେଷରେ ନିରାଶ ହେଇ ସେ ଘରକୁ ଫେରିଲା। ଆରେ ମୁନି, ତୁ କଣ ଆଜି ବି ସେ ସୁନା ଘର ଖୋଜିବାକୁ ଯାଇଥିଲୁ? ହଁ ଦିଦି, ହେଲେ ମୁଁ ଆଜି ବି ସେ ସୁନା ଘରକୁ ପାଇଲିନି। ମୁନି, ସେ ସୁନା ଘର ସତରେ ଅଛି କି ନାହିଁ ଆମେ ଜାଣି ନାହାନ୍ତି। ତାକୁ ଖୋଜି ଖୋଜି ତୁ ସମୟ ନଷ୍ଟ କରନି। ମୁଁ ଅନେକ କଷ୍ଟ କରି ତୋର ଆଉ ମୋର ଖାଇବା ଯୋଗାଡ଼ କରୁଛି। ତୁ ମତେ କାମରେ ଟିକେ ସାହାଯ୍ୟ କର। କଷ୍ଟ କରି ଖାଇବା ଯୋଗାଡ଼ କରିବା ଅପେକ୍ଷା ମୁଁ ସେ ସୁନା ଘରକୁ ଖୋଜିବା ପାଇଁ ଅଧିକ ପସନ୍ଦ କରିବି। ଥରେ ଯଦି ସୁନା ଘର ମିଳିଯିବ ନା, ଆମକୁ ଆଉ ଜୀବନ ସାରା କାମ କରିବାକୁ ପଡ଼ିବନି। ମୁଁ ତତେ ଆଉ ବୁଝେଇ ପାରିବିନି ମୁନି। ତୁ ଯାହା ଇଚ୍ଛା ତୁ ସେଇଆ କର। ହେଲେ ଗୋଟେ କଥା ମନେ ରଖ, ଲୋଭର ପରିଣାମ ସବୁବେଳେ ଖରାପ ହେଇଥାଏ। ଏମିତି କହି କୁନି ସେଠାରୁ ଚାଲିଗଲା। ମୁନି ତାର କିଛି କଥା ନ ଶୁଣି ପୁଣି ଥରେ ସୁନା ଘର ଖୋଜିବାକୁ ଗଲା। ଦିନେ ଗୋଟେ ବୁଢ଼ୀ ଚଢ଼େଇ କୁନି ଆଉ ମୁନି ଘର ରାସ୍ତା ଦେଇ ଯାଉଥିଲା। ହଠାତ୍ ସେ ବେହୋସ ହେଇ ତଳେ ପଡ଼ିଗଲା। ଘର ଭିତରୁ କୁନି ତାକୁ ଦେଖୁଥିଲା। ସେ ଶୀଘ୍ର ବାହାରି ବୁଢ଼ୀ ଚଢ଼େଇ ପାଖକୁ ଗଲା। ବୁଢ଼ୀମା, ଉଠ ବୁଢ଼ୀମା, ତୁମେ ଠିକ ଅଛ ତ? ଏତେ ଖରାରେ ତୁମେ କୁଆଡ଼େ ଯାଉଥିଲ ବୁଢ଼ୀମା? ଆରେ ମା, ମୋ ଘର ପାଖ ଜଙ୍ଗଲରେ ସନ୍ଧ୍ୟା ହେବା ଆଗରୁ ମୁଁ ଘରକୁ ଫେରିବାକୁ ଚାହୁଁଥିଲି। ହେଲେ ଏତେ ଖରା ପଡ଼ିଛି ଯେ ମୁଁ ଆଉ ଆଗକୁ ଯାଇପାରିଲିନି। ବୁଢ଼ୀମା, ଆଜି ରାତି ତୁମେ ମୋ ଘରେ ରହିଯାଅ। ସକାଳେ ଖରା ବାହାରିବା ପୂର୍ବରୁ ହିଁ ତୁମେ ନିଜ ଘରକୁ ଚାଲିଯିବ। ଆସ ବୁଢ଼ୀମା, ମୋ ଘର ଭିତରକୁ ଆସ। ଏମିତି କୁନି ବୁଢ଼ୀ ଚଢ଼େଇକୁ ନେଇ ଘର ଭିତରକୁ ଗଲା। ଆଉ ବୁଢ଼ୀ ଚଢ଼େଇ ପାଇଁ ସେ ଭଲ ଭଲ ଖାଇବା ଆଣିଦେଲା। ବୁଢ଼ୀ ଚଢ଼େଇ ଖାଇବା ଖାଇସାରି ଆରାମ କଲା। ଏମିତି ସନ୍ଧ୍ୟା ହେଇଗଲା। ମୁନି ଘରକୁ ଫେରି ନଥିଲା। ତା ଦେଖି କୁନି ଅନେକ ଚିନ୍ତାରେ ଥିଲା। କଣ ହେଲା ରେ ଝିଅ, ତୁ ଏମିତି ଚିନ୍ତାରେ ଥିବା ଭଳି ଜଣା ପଡୁଛୁ? କିଛି ହେଇଛି କି? ବୁଢ଼ୀମା, କିଛି ଦିନ ତଳେ ମୋ ସାନ ଭଉଣୀ ଏକ କାଗଜ ପାଇଥିଲା। ସେ କାଗଜରେ ଏକ ସୁନା ଘର ଠିକଣା ଥିଲା। ମୋ ଭଉଣୀ ପ୍ରତିଦିନ ସେ ସୁନା ଘର ଖୋଜିବା ପାଇଁ ବାହାରକୁ ଯାଉଛି। ସେ ଲୋଭରେ ପଡ଼ି ଏସବୁରେ ଏତେ ହଜି ଯାଇଛି ଯେ ନିଜର ଧ୍ୟାନ ବି ରଖୁନି। ବେଳେ ବେଳେ ମତେ ଭାରି ଡର ଲାଗୁଛି ବୁଢ଼ୀମା, ମୋ ସାନ ଭଉଣୀର କିଛି କ୍ଷତି ନ ହେଇଯାଉ। ଆରେ ଝିଅ, ତୁ ଚିନ୍ତା କରନି। ତୋ ଭଉଣୀକୁ ବାଟକୁ ଆଣିବାରେ ମୁଁ ତତେ ସାହାଯ୍ୟ କରିପାରିବି। ମୋ ପାଖରେ ଏକ ଉପାୟ ଅଛି। ଆଚ୍ଛା ଝିଅ, କହିଲୁ ସେ ସୁନା ଘରର ଠିକଣା ଥିବା କାଗଜ ଏବେ କୋଉଠି ଅଛି? ସେ କାଗଜ ଆମ ପୁରୁଣା ଘରେ ଅଛି ବୁଢ଼ୀମା। ମୋ ଭଉଣୀ ପ୍ରତିଦିନ ସେଠାକୁ ଯାଇ ସେ କାଗଜକୁ ଦେଖେ। ଆମର ସେ ପୁରୁଣା ଘରେ ସବୁବେଳେ ଚାବି ପଡ଼ିଥାଏ। ଗୋଟେ ଚାବି ମୋ ଭଉଣୀ ପାଖରେ ଅଛି, ଆଉ ଗୋଟେ ଚାବି ମୋ ପାଖରେ ଅଛି। ହେଲେ ବୁଢ଼ୀମା, ତୁମେ କଣ ଏତେ ସବୁ କାମ କରିପାରିବ? ତୁ ମୋ ପାଇଁ ଚିନ୍ତା କରନି। ମୁଁ କିଛି ଯାଦୁବିଦ୍ୟା ଶିଖିଛି। ମୋର କିଛି ହେବନି। ଆରେ ଝିଅ, ତୁ ଆଜି ମୋର ଜୀବନ ରକ୍ଷା କରିଛୁ। ତୁ ନଥିଲେ ତ ମୁଁ ଏ ଖରାରେ ମରି ଯାଇଥାନ୍ତି। ମୁଁ ତୋ ପାଇଁ ଏତିକି କାମ କରିପାରିବିନି? ତୁ ମତେ ତ ପୁରୁଣା ଘର ଚାବି ଦେ, ତାପରେ ତୁ ସବୁ କିଛି ମୋ ଉପରେ ଛାଡ଼ିଦେ। ତାପରେ ସେ ବୁଢ଼ୀ ଚଢ଼େଇ କୁନି ପାଖରୁ ଚାବି ନେଇ ତାଙ୍କ ପୁରୁଣା ଘର ପାଖକୁ ଗଲା। ସେତେବେଳେ ମୁନି ଘର ଭିତରେ ଥାଇ ସୁନା ଘର ଠିକଣା ଥିବା କାଗଜକୁ ଦେଖୁଥିଲା। କିଛି ସମୟ ପରେ ସେ ସେଇ କାଗଜକୁ ସିନ୍ଦୁକ କରି ରଖି ତାଙ୍କ ପୁରୁଣା ଘରକୁ ଚାବି ଦେଇ ବାହାରକୁ ଆସିଲା। ସେତେବେଳେ ସେ ସେଇ ବୁଢ଼ୀ ଚଢ଼େଇକୁ ଦେଖିଲା। ଏ ବୁଢ଼ୀ ଚଢ଼େଇ କିଏ? ମୋ ପୁରୁଣା ଘର ସାମ୍ନାରେ କାହିଁକି ବସିଛି? ମୁଁ ତ ୟାକୁ ଆଗରୁ ଏ ଜଙ୍ଗଲରେ ଦେଖିନି। ମୋ ସୁନା ଘର ଠିକଣା ଥିବା କାଗଜକୁ ଇଏ ଚୋରି କରି ନେଇଯିବନି ତ? ଆରେ ନା ନା, ମୁଁ ତ ଭଲ ଭାବରେ ମୋ ପୁରୁଣା ଘରକୁ ଚାବି ଦେଇଛି। ଏବେ ମୁଁ ଯାଏ, ସକାଳୁ ଶୀଘ୍ର ଚାଲି ଆସିବି। ଏମିତି ଚିନ୍ତା କରି ମୁନି ସେଠାରୁ ଚାଲିଗଲା। ସେ ଯିବା ପରେ ପରେ ବୁଢ଼ୀ ଚଢ଼େଇ ଚାବି ଖୋଲି ତାଙ୍କ ପୁରୁଣା ଘର ଭିତରକୁ ଗଲା। ଆଉ ସେ କାଗଜକୁ ଖୋଜିଲା। କିଛି ସମୟ ପରେ ସେ ସେଇ କାଗଜକୁ ପାଇଗଲା। ମିଳିଗଲା, ମତେ କାଗଜ ମିଳିଗଲା। ଏବେ ମୁଁ ଏଠୁ ଚାଲିଯାଏ। ଏମିତି କହି ବୁଢ଼ୀ ଚଢ଼େଇ ସେଠାରୁ ଚାଲିଗଲା। ପରଦିନ ସକାଳେ ମୁନି ତାଙ୍କ ପୁରୁଣା ଘରକୁ ଆସିଲା। ସେ ସିନ୍ଦୁକରେ ସେ କାଗଜକୁ ନ ପାଇ ବାହାରକୁ ଆସିଲା। ସେ ଦେଖିଲା ବୁଢ଼ୀ ଚଢ଼େଇ ବି ସେଠି ନାହିଁ। ଆରେ, ସେ ବୁଢ଼ୀ ଚଢ଼େଇଟି କୁଆଡ଼େ ଗଲା? କାଲି ରାତିରେ ତ ମୁଁ ତାକୁ ଏଇଠି ଦେଖିଥିଲି। ତା ମାନେ କଣ ସେ ବୁଢ଼ୀ ଚଢ଼େଇ ମୋ ସୁନା ଘର ଠିକଣା ଥିବା କାଗଜକୁ ନେଇଯାଇଛି? ମୁଁ ତାକୁ ଜମା ବି ଛାଡ଼ିବିନି। ଯେମିତି ବି ହେଉ ମୁଁ ତାକୁ ଖୋଜି ବାହାର କରିବି। ଏମିତି ଚିନ୍ତା କରି ମୁନି ଚାରିଆଡ଼େ ସେ ବୁଢ଼ୀ ଚଢ଼େଇକୁ ଖୋଜିଲା। କିଛି ଦୂର ଗଲା ପରେ ସେ ସେଇ ବୁଢ଼ୀ ଚଢ଼େଇକୁ ଦେଖିଲା। ଆରେ, ଏ
ମୁଁ ତା ପାଖକୁ ଯାଇ ଦେଖେ ତା ପାଖରେ ମୋ କାଗଜ ଅଛି କି ନାହିଁ। ଏମିତି ଚିନ୍ତା କରି ମୁନି ସେ ବୁଢୀ ଚଢେଇର ପଛ କଲା। ପଛ କରୁ କରୁ ହଠାତ୍ ସେ ବୁଢୀ ଚଢେଇକୁ ଆଉ ଦେଖିବାକୁ ପାଇଲାନି। ଆରେ ଆରେ ସେ ବୁଢୀ ଚଢେଇ ହଠାତ୍ କୁଆଡେ ଚାଲିଗଲା। ଏତେ ସହଜରେ ମୁଁ ତା ପଛ ଛାଡିବିନି, ମୁଁ ତାକୁ ଖୋଜିକି ହିଁ ରହିବି। ତାପରେ ମୁନି ପୁଣି ଆଗକୁ ଗଲା। କିଛି ଦୂର ଗଲା ପରେ ସେ ଏକ ଆଲୋକ ଦେଖିଲା। ପାଖକୁ ଯାଇ ଦେଖିଲା ବୁଢୀ ଚଢେଇ ଏକ ମଶାଲ ଧରି ଛିଡ଼ା ହେଇଛି। ଏ ବୁଢୀ, ତା ପଛ କରି କରି ମତେ ଥକା ଲାଗିଲାଣି। ମୁଁ ଜାଣେ ତୁ ହିଁ ମୋ ସୁନା ଘର ଠିକଣା ଥିବା କାଗଜକୁ ଚୋରି କରିଛୁ। ମତେ ଭଲରେ ସେ କାଗଜ ଫେରି ଦେ, ନହେଲେ ମୁଁ ତତେ ଛାଡିବିନି। ଆରେ ଝିଅ, ତୁ ଏତେ ରାଗୁଛୁ କଣ ପାଇଁ? ମୁଁ ତତେ ତ ସୁନା ଘର ଠିକଣା କହିବାକୁ ହିଁ ତତେ ଏଠାକୁ ଆଣିଛି। ଆଚ୍ଛା, ତୁମେ କିଏ? ଆଉ ମୋ ସୁନା ଘର ବିଷୟରେ କେମିତି ଜାଣିଲ? ସୁନା ଘର ବିଷୟରେ ମୁଁ ତ ବଡ଼ ଭଉଣୀ ପାଖରୁ ଶୁଣିଥିଲି। ଦିନେ ତ ବଡ଼ ଭଉଣୀ ମତେ ସାହାଯ୍ୟ କରିଥିଲା, ସେଥିପାଇଁ ମୁଁ ଆଜି ତତେ ସାହାଯ୍ୟ କରିବାକୁ ଆସିଛି। ମୁଁ ସେ ସୁନା ଘର ଠିକଣା ଜାଣିଛି। ଆରେ ଝିଅ, ସେ ସୁନା ଘରକୁ ଯିବା ପୂର୍ବରୁ ଆଗ କହିଲୁ, ତତେ ସେ ସୁନା ଘରେ ଥିବା ସୁନା, ହୀରା, ମୋତି ଦରକାର ନା ଆଲୁଅ, ପବନ, ଜଳ ମିଶା ପ୍ରକୃତି? ତୁ କାହାକୁ ବାଛିବୁ ଆଗ କହ। ଏମିତି ଶୁଣି ମୁନି ମନରେ ଚିନ୍ତା କଲା, ସୁନା ଘର ଥରେ ପାଇଲେ ଆଉ କଣ ଦରକାର ହେବ? ସେ ସୁନା ଘର ମୋ ରାତିର ନିଦ ହଜେଇ ଦେଇଛି। ମୁଁ ତ ସୁନା ଘରକୁ ହିଁ ବାଛିବି। ବୁଢୀ ମା, ମତେ ସେ ସୁନା ଘର ଦରକାର। ମୋର ଆଉ କିଛି ବି ଦରକାର ନାହିଁ। ମତେ ଖାଲି ସେ ସୁନା ଘରେ ପହଞ୍ଚେଇ ଦିଅ। ଆଚ୍ଛା ଠିକ ଅଛି, ଆସ ମୋ ସାଙ୍ଗରେ। ତାପରେ ବୁଢୀ ଚଢେଇ ମୁନିକୁ ଧରି ଏକ କୂଅ ଭିତରକୁ ଗଲା। ସେଇ କୂଅ ଭିତରେ ଥିଲା ସୁନା ଘର। ସୁନା ଘରକୁ ଦେଖି ତ ମୁନି ଖୁସିରେ ଦୌଡ଼ିକି ସେ ଘର ଭିତରକୁ ଗଲା। ଏତେ ସାରା ସୁନା ଦେଖି ସେ ସୁନା ଉପରେ ଶୋଇ ପଡ଼ିଲା। ମିଳିଗଲା, ମତେ ମୋ ସୁନା ମିଳିଗଲା। କେତେ ଦିନରୁ ମୁଁ ଏ ସୁନାକୁ ଖୋଜୁଥିଲି। ଆଉ ମୁଁ ଏ ସୁନା ଛାଡ଼ି କୁଆଡ଼େ ବି ଯିବିନି। ଆଚ୍ଛା, ତୁ ତାହେଲେ ଏଇଠି ରହିବୁ, ଆଉ ବାହାରକୁ ଯିବୁନି? ହଁ ହଁ, ମୁଁ ଆଜିଠୁ ଏଇଠି ରହିବି, ଆଉ ଏ ଜାଗା ଛାଡ଼ି କୁଆଡ଼େ ବି ଯିବିନି। ଏମିତି ଶୁଣି ବୁଢୀ ଚଢେଇ ମୁନିକୁ ଏକା ଛାଡ଼ି ସେ କୂଅ ଭିତରୁ ବାହାରି ଆସିଲା। ଏହିପରି ଅନେକ ଦିନ ବିତିଗଲା। ଭୋକ ଶୋଷରେ ମୁନି ଦିନକୁ ଦିନ ଦୁର୍ବଳ ହେଇଗଲା। ସେ ଯେତେ ଚେଷ୍ଟା କଲେ ବି ସେ ସୁନା ଘରୁ ବାହାରି ପାରୁନଥିଲା। ପାଣି, ଭାରି ଶୋଷ ଲାଗୁଛି। କେତେ ଦିନରୁ ମୁଁ ବାହାରର ପରିବେଶ ଦେଖିନି। ସମସ୍ତେ ଖାଇବା ଖୋଜିବାକୁ ଏବେ ବାହାରିଥିବେ, ନଦୀରୁ ମିଠା ପାଣି ପିଉଥିବେ। ଅନେକ ଦିନ ହେଇଗଲାଣି ମୁଁ ପାଣି ପିଇନି। ମତେ ଭୋକ ବି ଲାଗୁଛି। ମୋର ଏ ସୁନା ଘର ଦରକାର ନାହିଁ। ମୁଁ ଏ ଘରୁ ବାହାରିବି। ବୁଢୀ ମା, କୋଉଠି ଅଛ ବୁଢୀ ମା? ଦୟାକର ମତେ ଏ ସୁନା ଘରୁ ବାହାର କରିଦିଅ। ମୁନିର ଏପରି ଚିତ୍କାର ଶୁଣି ବୁଢୀ ଚଢେଇ ସେ ସୁନା ଘର ପାଖକୁ ଆସିଲା। ଆରେ, ତୁ ମତେ ଏବେ କାହିଁକି ମନେ ପକଉଛୁ? ତୁ ତ ସୁନା ଘରକୁ ଖୋଜୁଥିଲୁ, ମୁଁ ତତେ ଦେଇଦେଲି। ଏବେ ତୁ ଖୁସିରେ ନ ରହି ଏ ଘରୁ ବାହାରିବାକୁ ଚାହୁଁଛୁ? ହଁ ବୁଢୀ ମା, ମୁଁ ଏ ଘରୁ ବାହାରିବାକୁ ଚାହୁଁଛି। ମୋ ଜୀବନ ନ ରହିଲେ ଏ ସୁନା ମୋର କୋଉ କାମରେ ଆସିବ? ମୁଁ ମୋ ଭୁଲ ବୁଝି ସାରିଛି ବୁଢୀ ମା। ମୁଁ ଆଉ କେବେ ବି ଏ ସୁନା ଲୋଭରେ ପଡ଼ିବିନି। ଦୟାକରି ମତେ ଏଠୁ ବାହାର କରିଦିଅ, ନହେଲେ ମୁଁ ନ ଖାଇ ନ ପିଇ ମରିଯିବି। ଆଚ୍ଛା ଠିକ ଅଛି, ମୁଁ ଏବେ ତତେ ଘରୁ ବାହାର କରିଦେଉଛି। ଏମିତି କହି ବୁଢୀ ଚଢେଇ ମୁନିକୁ ସେ ସୁନା ଘରୁ ବାହାର କରିଦେଲା। ମୁନି ଶୀଘ୍ର ଘରକୁ ଯାଇ ତା ବଡ଼ ଭଉଣୀକୁ ସବୁ କଥା କହିଲା। ସେବେଠାରୁ ସେ ଆଉ ଲୋଭ କଲା ନାହିଁ। ସବୁ କାମରେ ତା ବଡ଼ ଭଉଣୀକୁ ସାହାଯ୍ୟ କରୁଥିଲା।